ଇତିହାସ ପୃଷ୍ଠାରେ ଲେଖା ହେଲା ବୁମ୍ରାଙ୍କ ନାଁ। ଏହି ମହାନ କ୍ରିକେଟରଙ୍କ ହେଲେ ସମକକ୍ଷ। ତେବେ ସୂଚନା ଅନୁସାରେ ଯଶପ୍ରୀତ ବୁମ୍ରା କୋଲକାତା ଟେଷ୍ଟର ପ୍ରଥମ ଦିନ ତାଙ୍କ ବୋଲିଂରେ ଜଲୁଆ ଦେଖାଇଛନ୍ତି। ଇଡେନ୍ ଗାର୍ଡେନ୍ସରେ ସେ ତାଙ୍କ ବୋଲିଂରେ ଦର୍ଶକଙ୍କ ମନ ଜିତିଥିଲେ। ବୁମ୍ରା ଏହି ସମୟରେ 5ଟି ୱିକେଟ୍ ନେଇ 5 ୱିକେଟ୍ ହଲ୍ ହାସଲ କରି ଭଗବତ ଚନ୍ଦ୍ରଶେଖରଙ୍କ ରେକର୍ଡରେ ସମକକ୍ଷ ହୋଇପାରିଛନ୍ତି। ଶୁକ୍ରବାର ଦିନ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 159 ରନ୍ରେ ଅଲଆଉଟ୍ କରିଦେଇଥିଲା। ଏହା ପଛରେ ବୁମ୍ରାଙ୍କ ବଡ଼ ଭୂମିକା ଥିଲା। ବୁମ୍ରା ମାତ୍ର 27 ରନ୍ ଦେଇ 5ଟି ୱିକେଟ୍ ହାସଲ କରିଥିଲେ। ବୁମ୍ରା ଏଡେନ୍ ମାର୍କ୍ରାମ୍, ରିୟାନ୍ ରିକ୍ଲେଟନ୍, ଟନି ଡି ଜର୍ଜି, ସାଇମନ୍ ହାମର ଏବଂ କେଶବ ମହାରାଜଙ୍କୁ ଆଉଟ୍ କରିଥିଲେ। ବୁମ୍ରାଙ୍କ ବ୍ୟତୀତ ମହମ୍ମଦ ସିରାଜ 2, କୁଲଦୀପ ଯାଦବ 2 ଏବଂ ଅକ୍ଷର ପଟେଲ 1 ୱିକେଟ୍ ନେଇଥିଲେ। ଟସ୍ ଜିତିବା ପରେ ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ଅତ୍ୟନ୍ତ ନିରାଶାଜନକ ଥିଲା। ଇଆନ୍ ମୁଲ୍ଡର ଏବଂ ଟନି ଡି ଜର୍ଜି ଯୁଗ୍ମ ଭାବେ ସର୍ବାଧିକ 24 ରନ୍ କରିଥିଲେ। ମାର୍କ୍ରାମ୍ 31 ରନ୍ କରିଥିବା ବେଳେ ରିକ୍ଲେଟନ୍ 23 ରନ୍ କରିଥିଲେ। ଭାରତରେ କୌଣସି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ 5 ୱିକେଟ୍ ନେବାରେ ଯଶପ୍ରୀତ ବୁମ୍ରା ପ୍ରଥମ ଦ୍ରୁତ ବୋଲର ହୋଇଛନ୍ତି। ଏହା ପୂର୍ବରୁ ଇଶାନ୍ତ ଶର୍ମା 2019ରେ ଏହି ମଇଦାନରେ ବାଂଲାଦେଶ ବିପକ୍ଷରେ ଡେ ନାଇଟ୍ ଟେଷ୍ଟରେ ଏହି ଉପଲବ୍ଧି ହାସଲ କରିଥିଲେ। ଭାରତୀୟ ମାଟିରେ ଟେଷ୍ଟରେ ଏହି କାରନାମା ଶେଷ ଥର ପାଇଁ 2008ରେ ଅହମ୍ମଦାବାଦରେ ଡେଲ୍ ଷ୍ଟୋନ୍ କରିଥିଲେ। ଗତ ବର୍ଷ ବେଙ୍ଗାଲୁରୁ ଟେଷ୍ଟରେ ମାଟ୍ ହେନରୀ ଦ୍ୱିତୀୟ ଦିନରେ 5 ୱିକେଟ୍ ନେଇଥିଲେ। କାରଣ ପ୍ରଥମ ଦିନର ସମ୍ପୂର୍ଣ୍ଣ ଖେଳ ବର୍ଷାରେ ଧୋଇ ହୋଇଯାଇଥିଲା। ବୁମ୍ରା ମଧ୍ୟ କିମ୍ବଦନ୍ତୀ ସ୍ପିନର ଭଗବତ ଚନ୍ଦ୍ରଶେଖରଙ୍କ 5 ୱିକେଟ୍ ହଲ୍ କ୍ଲବରେ ସାମିଲ ହୋଇଛନ୍ତି।